ଏ ବୋଉ ମୋର ଆଜି କାହିଁ ଟିକେ ଚିକେନ ଖାଇବାକୁ ଭାରି ମନ ହଉଛି। ଚିକେନ ଖାଇବାକୁ ମନ ହଉଛି? ଖାଉନୁ କିଏ ମନା କରୁଛି? ଟିକେ ଆଣିକି ମତେ ଦିଅନ୍ତେନି? ଏଇ କଥା ଦୌଡ଼ିଲି। ଯାଇ ଧରିକି ଆସ। ଯଦି ନ ଖାଇବୁ ତୋ ପିଠିରେ କେମିତିଆ ବିଦ୍ୟା ଦେବି ଜାଣିଛୁ? ନାଇଁ ଥାଉ ଥାଉ, ପୁରା ଜବରଦସ୍ତିଆ ବିଦ୍ୟା ଦେବି। ତମର ଆଜି କ'ଣ ରବିବାରିଆଟା କିଛି ଗୋଟେ ଚିକେନ ଫିକେନ କିଛି ନାହିଁ, ଗୋଟେ କ'ଣ ଆଜି ଘରଟା ଗୋଟେ ଆଇଁଷିନା ବାସ୍ନା ଆସୁନି, କଥା କ'ଣ? କିଛି ଦରକାର ହେଇଥିପାଇଁ ମୋର ଚିକେନ କଥା ଟିକେ ମନେ ପଡ଼ିଗଲା। ଆମେ ଖାଇବୁ, ତୋର ଖାଲି ମନେ ପଡ଼ିଯାଉଛି ବସି। ମନେ ପକାନା। ଅଛି ଗୋଟେ ଜିନିଷଟେ। କ'ଣ? କ'ଣ ତମେ ଜାଣିନ? କ'ଣ ରଖିଛ? ଆମେ କ'ଣ ନ ରଖିକି ବଇଛୁ ଫିରେଇକି? ଓ ଅଛି ତାହେଲେ। ସେଇଥିପାଇଁ ଧୀର ସ୍ଥିର ସମସ୍ତେ ବସୁଛନ୍ତି। ତାହେଲେ ବେସର ମାଡ଼ଟିଏ ହବ ପୋହଳା ମାଛର। ଦେଖଛି ସଫା ଆଜି କଡ଼େଇ ଫଡ଼େଇ ଚୋବେଇ ଦେବନି ତ? ନା। ଠିକ ଅଛି। ସହଜେ ତ ବୋଉଙ୍କର ବେସର ପ୍ରିୟ, ପୁଣି ମାଛ, ପୁଣି ପୋହଳା ମାଛ ହେଲା ଆଉ କିଛି ଦରକାର ନାହିଁ। ଜମିଲା ଆଉ କିଛି। ମୋର ଟିକେ ଆଜି ଇଚ୍ଛା ଥିଲା ଖାଇବା ପାଇଁ, ଭାବିଥିଲି ଆଜିଠୁ ଆରମ୍ଭ କରିବି ବୋଲି। ତୁ ସବୁଦିନ ଆରମ୍ଭ କର। ମୁଁ ଖାଇନି ପାଖାପାଖି 15-16 ମାସ ହେଇଗଲାଣି। କୋଉଦିନ ଖାଇବୁ କି ଜାଣି? ତୁ ଜାଣିଥିବୁ। ଗଣା ପୋଛା କରି ଖାଇବି। ଗଣା ପୋଛା ନା ଆଉ କିଛି ଗୋଟେ